ଜଗତରେ ମଣିଷ ଯେତେ ଯାହା ଦୁଃଖ ପାଏ ତାହାର ଅଧିକାଂଶ ହିଁ କାମିନୀ କାଞ୍ଚନ ପ୍ରତି ଆସକ୍ତିରୁ ଆସେ। ସେ ଦୁଃଖଟା ପାଖରୁ ଯେତିକି ଦୂରେଇ ରହିବ ସେତିକି ମଙ୍ଗଳ। ଭଗବାନ ଶ୍ରୀ ଶ୍ରୀ ରାମକୃଷ୍ଣ ଦେବ ସମସ୍ତଙ୍କୁ ବିଶେଷ ଭାବରେ କହିଛନ୍ତି, କାମିନୀ କାଞ୍ଚନ ପାଖରୁ ଖୁବ୍ ତଫାତ୍ ରୁହ। କାମିନୀ ଠାରୁ କାମ ବାଦ୍ ଦେଲେ ହିଁ ସେ ମା ହୋଇ ପଡ଼ନ୍ତି। ବିଷ ଅମୃତ ହୋଇଗଲା। ଆଉ ମା କେବଳ ମା, କାମିନୀ ନୁହେଁ। ମା ଶେଷରେ ଘି ଦେଇ ଭାବିଲେ ହିଁ ସର୍ବନାଶ। ସାବଧାନ, ମାକୁ ମାଗି ଭାବି ମର ନାହିଁ। ପ୍ରତ୍ୟେକଙ୍କର ମା ହିଁ ଜଗଜ୍ଜନନୀ। ପ୍ରତ୍ୟେକଙ୍କର ଝିଅ ହିଁ ନିଜ ମାର ଭିନ୍ନ ରୂପ। ଏହିପରି ଭାବିବାକୁ ହୁଏ। ମାତୃଭାବ ହୃଦୟରେ ପ୍ରତିଷ୍ଠିତ ନ ହେଲେ ସ୍ତ୍ରୀ ଲୋକଙ୍କୁ ଛୁଇଁବା ଅନୁଚିତ। ଯେତେ ଦୂରେଇ ରହିବ ସେତେ ଭଲ। ଏପରିକି ମୁଖ ଦର୍ଶନ ନ କରିବା ଆହୁରି ଭଲ। ଜୟ ଗୁରୁ।